ସିଏ ପରା ବାହା ହେଇଯାଇଛି ଆଉ ବୋପାହାର ଆସିକି କ'ଣ ମୁରବି ଦେଖାଉଛି। ସିଏ ପରା ଗାଁରେ ବାହା ହେଇଛି। ସେ ଦିନସାରା ତାଙ୍କ ଘରେ ନ ରହିକି ଆମ ଘରକୁ ଆସୁଛି, ମୋତେ ଖାଲି ହଇରାଣ କରୁଛି। ଏତେ କ'ଣ ପାଇଁ ହଇରାଣ କରୁଛି? ମାମାଲୋ ସେ ଆସିଲାଣି, ମୋ ନଣନ୍ଦ ଆସିଲାଣି ଲୋ ଝିଅ। ମୁଁ ରଖିଦେଉଛି ଫୋନ୍, ମୁଁ ପରେ ଫୋନ୍ କରିବି। ଫୋନରେ ତ ମା ଝିଅ କଥା ହେଉଥିଲ, ଝିଅ କ'ଣ କହିଲା? ଆମ ଝିଅ ତା ଶାଶୁ ଘରେ ବେଶୀ ହଇରାଣ ହେଉଛି। କିଏ ସେ ତାକୁ ହଇରାଣ ଏମିତି କରୁଛି? ଝିଅର ନଣନ୍ଦ ବେଶୀ ହଇରାଣ କରୁଛି। ଝିଅର ନଣନ୍ଦ ବେଶୀ ହଇରାଣ କରୁଛି? ସେ ତ ଗାଁରେ ବାହା ହେଇଛି। ସିଏ ସିନା ଗାଁରେ ବାହା ହେଇଛି, ହେଲେ ବୋପାହାରକୁ ଚୋଟକିନା ଧାଇଁ ପଳେଇଆଉଛି। ଭାବିଥିଲି ସମୁଦି ଆଣି ମରିଗଲା ପରେ ତା ନଣନ୍ଦ ତାକୁ ସବୁଥିରେ ସାହାଯ୍ୟ କରିବ। ଆଜିକାଲି ନଣନ୍ଦମାନେ ସାହାଯ୍ୟ କରିବେ? ତମକୁ ମୁଁ କହିନି, ଝିଅକୁ ଏବେ 8 ଦିନ ତଳେ ତା ନଣନ୍ଦ ଚୁଟି ଘୋଷାଡ଼ିକି ତାକୁ ବାଡ଼େଇଥିଲା। ଝିଅକୁ ତା ନଣନ୍ଦ ବାଡ଼େଇଥିଲା? ଏ ସମୁଦି ଆଣି ଜୁଆଇଁ ପୁଅ କିଛି କହୁନାହାନ୍ତି? ସେମାନେ କ'ଣ କହିବେ? ଝିଅର ନଣନ୍ଦ ହେଉଛି ତାଙ୍କ ଘରର ମାଲିକ। ଝିଅର ନଣନ୍ଦ ଯାହା କହିବ, ତା ବାପା ମା ତା ଭାଇ ତାରି କଥାରେ ଚାଲୁଛନ୍ତି। ଝିଅ ନଣନ୍ଦର ଶାଶୁ ଶ୍ୱଶୁର ପୁରା ସମସ୍ତେ ଅଛନ୍ତି। ସେ ତା ଶ୍ୱଶୁର ଘରେ ନ ରହିକି ଏ ବୋପା ଘରକୁ କ'ଣ ଚୁଡ଼ୁ ପଳେଇ ଆସୁଛି? ସେ ତା ଶାଶୁ ଶ୍ୱଶୁରଠୁ ପୁରା ଅଲଗା ହେଇଯାଇଛି। ତା ଜୁଆଇଁ ତାରି କଥାରେ ଚାଲୁଛି। ଓହୋ ବୁଝିଲି। ସେଥିପାଇଁ ସେ କାହା କଥା ଶୁଣିବାରେ ନାହିଁ କି ତାକୁ କେହି କହିବାରେ ନାହିଁ, ଆସିକି ବୋପା ଘରେ ରାଜନୀତି କରୁଛି ଆଉ। ବାହା ହେଲା ଝିଅ, ବାପ ଘରେ ରାଜନୀତି କମ ଦିନ। ଏମିତି ଦିନେ ସମୟ ଆସିବ ଯେ ବାପ ଘର ଦୁଆର ମାଡ଼ିବନି। ସମୁଦି ଆଣି ଜାଣିବା କଥା ତାଙ୍କ ଝିଅ ଶାଶୁ ଶ୍ୱଶୁର ପାଖରୁ କ'ଣ ପାଇଁ ଅଲଗା ହେଉଛି। ତାକୁ ଭଲ ଶିକ୍ଷା ନ ଦେଇ ତା ଘରଟାକୁ ଭାଙ୍ଗିଦେଲେ। ଝିଅ ମୋର ଆଜି ଦୁଃଖ ପାଉଛି, କାଲି ମୋ ଝିଅ ସୁଖରେ ରହିବ। ଆମେ ଆଉ କ'ଣ କରିପାରିବା? ଆମେ ତ ସବୁ ଜାଣି ଶୁଣିକି କରିଛେ। ଏଥର ଝିଅ ଫୋନ୍ କଲେ ତାକୁ ବୁଝେଇକି କହିବ, ଝିଅ ଲୋ କିଛି ପାଟି ଫିଟାନି, ଯିଏ ଯାହା କହୁଛି ସହିଯା। ସହିବା ଲୋକଟା ସୁଖ ପାଏ, ଆଉ କହିବା ଲୋକଟା ବେଶୀ ଦୁଃଖ ପାଏ।